ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026। ଶ୍ରେଣୀ ହେଉଛି ଚତୁର୍ଥ, ବିଷୟ ହେଉଛି ପରିବେଶ ବିଜ୍ଞାନ। ଠିକ୍ ଅଛି। ଶିକ୍ଷାର୍ଥୀଙ୍କ ନାମ, ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଠି ଲେଖିବ ତୁମର ରୋଲ୍ ନମ୍ବର, ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ଠିକ୍ ଅଛି। ତାପରେ ପିଲାମାନେ ଏଠି ଲେଖିବ ତୁମର ସମ୍ପୂର୍ଣ୍ଣ ବିଦ୍ୟାଳୟର ନାମ, ଏଠି ଲେଖିବ ତୁମର ବ୍ଲକର ନାମ। ଠିକ୍ ଅଛି। ଲିଖିତ ପରୀକ୍ଷା ପିଲାମାନେ, ଠିକ୍ ଅଛି। ଏବଂ ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠ ସଂଖ୍ୟା ହେଉଛି 4, ପ୍ରଶ୍ନ ସଂଖ୍ୟା 13 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 20 ମାର୍କ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ସୂଚନା ଅଛି, ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନ ଉତ୍ତରରେ ନିକଟରେ ବା ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି। ପ୍ରଶ୍ନ ନମ୍ବର 1ରୁ 3 ପର୍ଯ୍ୟନ୍ତ ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କରିବ। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଯେଉଁ ଖାଦ୍ୟ ଶରୀରର କ୍ଷୟ ପୂରଣରେ ସାହାଯ୍ୟ କରେ ତାହାକୁ କ'ଣ କୁହାଯାଏ? ଏଠାରେ ସଠିକ୍ ଉତ୍ତରଟି ହେଉଛି ପୁଷ୍ଟିସାର। ଠିକ୍ ଅଛି। ଗ ନମ୍ବର ସଠିକ୍ ଉତ୍ତର। ଏହାକୁ ତୁମେ ଏଇଠି ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଡେକ୍ସ ଗଛର କାଣ୍ଡକୁ ଆମେ ଖାଦ୍ୟ ରୂପେ ଖାଇଥାଉ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଆଳୁ। ଆଳୁକୁ ତୁମେ ଏଇଠି ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମାଟିର ଉର୍ବରତା ଅନୁସାରେ ଡେକ୍ସ ସଜ୍ଜୀକରଣ ଠିକ୍। ଏଠାରେ ସଠିକ୍ ଉତ୍ତରଟି ହେଉଛି ଖ ନମ୍ବର ପଟୁ ଦୋରସା ମଟାଳ। ଖ ନମ୍ବର ହେଉଛି ସଠିକ୍ ଉତ୍ତର। ଏହାକୁ ତୁମେ ଏଇଠି ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସ୍ତମ୍ଭ ମିଳନ, କସ୍ତମ୍ଭ ଖସ୍ତମ୍ଭ ଆମେ ମିଳନ କରିବା। ଠିକ୍ ଅଛି। ବାଘରୁ ତୁମେ ଗାର ଟାଣିବ ଶିମିଳିପାଳ। ଠିକ୍ ଅଛି। ବାଘରୁ ଗାର ଟାଣିବ ଶିମିଳିପାଳ। ତାପରେ ଅଛି କୁମ୍ଭୀରରୁ ଗାର ଟାଣିବ ଭିତରକନିକା। ତାପରେ ଅଛି ହାତୀରୁ ତୁମେ ଗାର ଟାଣିବ ଚନ୍ଦକା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ପ୍ରଶ୍ନ ନମ୍ବର 5 ଓ 6ରେ ପ୍ରଥମ ଯୋଡ଼ ସମ୍ପର୍କ ଦେଖି ଦ୍ୱିତୀୟ ଯୋଡ଼ ଶୂନ୍ୟସ୍ଥାନ ପୂରଣ କରିବ। ଠିକ୍ ଅଛି। ମହୁମାଛି, ମହୁ। ଗାଈ କ'ଣ? ଏଠି ତୁମେ ଲେଖିବ କ୍ଷୀର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମୂଳା, ଭଣ୍ଡାରମୂଳ। ଠିକ୍ ଅଛି। ଅଦା କ'ଣ? ଏଠି ଲେଖିବ ସଞ୍ଚୟକାରୀ କାଣ୍ଡ ଲେଖିବ। ଠିକ୍ ଅଛି। ସଞ୍ଚୟକାରୀ କାଣ୍ଡ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପ୍ରଶ୍ନ ନମ୍ବର 7 ଓ 8ରେ ଅସମ୍ପୃକ୍ତ ଶବ୍ଦଟିକୁ ଚିହ୍ନଟ କରି ଲେଖିବ। ଠିକ୍ ଅଛି। ଖାଦ୍ୟସାର ଦୃଷ୍ଟିରୁ ମକା, ଗାଜର, କନ୍ଦମୂଳ, ସୋରିଷ। ଠିକ୍ ଅଛି। ଏଠାରେ ଅନ୍ୟଟି କେଉଁଟି? ଏଠାରେ ସଠିକ୍ ଉତ୍ତରଟି ହେଉଛି ସୋରିଷ। ଠିକ୍ ଅଛି। ସୋରିଷକୁ ତୁମେ ଏଇଠି ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଗ୍ରହ ଦୃଷ୍ଟିରୁ ପୃଥିବୀ, ଚନ୍ଦ୍ର, ମଙ୍ଗଳ, ବୃହସ୍ପତି। ଏଠାରେ ଗ୍ରହ କେଉଁଟି ନୁହେଁ? ଏଠି ହେବ ଚନ୍ଦ୍ର। ଏଠି ଲେଖିବ ତୁମେ ଚନ୍ଦ୍ର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ନଦୀ ଜଳ ଦୂଷିତ ହେବାର 2ଟି କାରଣ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ବିଷୁବ ରେଖା ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ଚିତ୍ର ମାଧ୍ୟମରେ ଦର୍ଶାଅ। ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଆମେ ଭଲ ଫସଲ ପାଇବା ପାଇଁ ମାଟିକୁ କିପରି ଉର୍ବର କରିବା? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ କରିବ। ଠିକ୍ ଅଛି। ତୁମ ବିଦ୍ୟାଳୟର ପରିବେଶକୁ ପରିଷ୍କାର ରଖିବା ପାଇଁ ତୁମେ କ'ଣ କରିବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ମୁଁ ଏହାର ଉତ୍ତର ଦେଇଛି, ତୁମେ ଲେଖିବ। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ପିଲାମାନେ, ଏଇଠି ଗୋଟେ ଚିତ୍ର ଦେଖାଯାଉଛି। ଏଇଟା ହେଉଛି ପ୍ରଥମ ଚିତ୍ର ଏବଂ ଏହା ହେଉଛି ଦ୍ୱିତୀୟ ଚିତ୍ର। ଠିକ୍ ଅଛି। ଦେଖିବ। ତାପରେ ଏହା ବିଷୟରେ ଅନେକ ଗୁଡ଼ିଏ ପ୍ରଶ୍ନ ଅଛି ପିଲାମାନେ। ଆମେ ତାହାର ପ୍ରଶ୍ନ ଉତ୍ତର କରିବା। ଦେଖିବା ପ୍ରଶ୍ନ ଉତ୍ତର ସବୁ କ'ଣ ଅଛି। ଚିତ୍ର 1ରୁ ତୁମେ କେଉଁ ପାଗର ସୂଚନା ପାଉଛ? ପ୍ରଥମ ଚିତ୍ର ତୁମେ କେଉଁ ପାଗର ସୂଚନା ପାଉଛ ଏବଂ ଦ୍ୱିତୀୟ ଚିତ୍ର ତୁମେ କେଉଁ ପାଗର ସୂଚନା ପାଉଛ? ପିଲାମାନେ ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ସ୍କ୍ରିନ୍ରେ କରିବ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓରେ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଧନ୍ୟବାଦ।